କଲେକ୍ଟର ବାବୁଙ୍କର ଚରଣେ ନମସ୍କାର। ଦୁଃଖ ଦୂର କରିବେ ବାବୁ ସେଇ ଅନ୍ଧଟିର। କରୁଅଛି ଅନୁରୋଧ ଅଫିସରେ ଆସି, ଗୁହାରି ଶୁଣିବେ ବାବୁ ଦୁଃଖୀଟିଏ ମୁହିଁ। ନବୀନ ବାବୁ ଥିଲେ ପୁଣି ଦେଲେ ଜାଗା ପଟା। ନୂଆ ସରକାର ଦେଖୁଛି ଆମ୍ଭ ହଟ ହଟା। ଜାଗା ଖଣ୍ଡେ ମିଳିଗଲା, ଜାଗା ଖଣ୍ଡେ ମିଳିଗଲା। ଏ ଘର ପାଇଁ ଖଣ୍ଡେ ଆପତ୍ତି କରୁଛି ନ ଶୁଣନ୍ତି होला। କି କରୁଛ ମୋହନ ବାବୁ ମୋଦି ସରକାର? ଏ ଅନ୍ଧର ଦୁଃଖ ଟିକେ ନ ହୋଇଲା ଦୂର। କି କରୁଛ ଅମିତ ଶାହ ଆହେ ରବି ବାବୁ? ଦୁଃଖ ନ ବୁଝିଲ କାହିଁ ଦିବ୍ୟାଙ୍ଗର ତହୁଁ। ତୁମ ଚରଣରେ ଅଳି, ତୁମ ଚରଣରେ ଅଳି। ତୁରନ୍ତ ଅନ୍ଧକୁ ଘର ଖଣ୍ଡେ ଦେବ କରୁଛି ଗୁହାରି। ଆକାଶ ବାବୁଙ୍କ ପାଖେ ଯାଇଥିଲି ନ ଶୁଣିଲେ ଆକାଶ ବାବୁ ମୋର ଦୁଃଖ ସେହି। ତାଙ୍କ ପିଏ ନଣ୍ଡା ପୁଣି ଦାଉତ ସାଧିଲା। ଫୋନ କଲେ ନଣ୍ଡା ଜମା ଫୋନ ରିସିଭ ନ କଲା। ଆଉ କାହାକୁ କହିବି, ଆଉ କାହାକୁ କହିବି? ବ୍ଲକରୁ ଯାଇ ବିଡିଓ ପାଖରୁ ନିରାଶ ମୁହିଲି। ଆଉ କାହାକୁ କହିବି? ଜିଲ୍ଲାପାଳ ପାଖକୁ ଆସିଛି ଆଜ୍ଞା। ଘର ଖଣ୍ଡେ ନାହିଁ ମୋର, ଦିବ୍ୟାଙ୍ଗ ଲୋକ। ମୁଁ କେତେ ଖରା ବର୍ଷା ସହିବି ଆଜ୍ଞା, ସେଥିପାଇଁ ଆସିଛି ଘର ଖଣ୍ଡେ ଆପତ୍ତି କରିବା ପାଇଁ। ଆଉ ଜମି ନଥିଲା, ଜମି ଦେଲେ ମୁଁ ବହୁତ ଥର ଆସିଲା ପରେ କଲେକ୍ଟର ଅଫିସ୍ କିଛି 8-10 ଥର ଆସିଲା ପରେ ତାପରେ ମୋତେ ମିଳିଲା ଏ ଜମି ଖଣ୍ଡେ ଦେଇଛନ୍ତି, ନବୀନ ବାବୁ ଦେଇଛନ୍ତି। ଜମି ଦେଲା ପରେ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ ଘର ଖଣ୍ଡେ ଦେବା ପାଇଁ। ବାବୁ ତାକୁ ଆସନରେ ରହିଲେ ନାହିଁ, ଘର ଖଣ୍ଡେ ମୋତେ ମିଳିପାରିଲା ନାହିଁ। ଏବେ ନୂଆ ସରକାର ମୋହନ ସରକାର ଆମର ଆସିଛନ୍ତି, ମୋହନ ବାବୁ, ସିଏ ବି ଶୁଣିଲେ ନାହିଁ। ତାପରେ ଆମର MLA ବାବୁ ଯେଉଁ ଆକାଶ ଦାସ ଅଛନ୍ତି ତାଙ୍କ କତିକି ଗଲି, ସିଏ ତାଙ୍କ ପିଏକୁ କହିଦେଲେ, କହିଲେ ନଣ୍ଡା ଟିକେ ଦୁଃଖ ବୁଝିବୁ। ହେଲେ ନଣ୍ଡା ଆଜି ପର୍ଯ୍ୟନ୍ତ ଫୋନ୍ ଉଠଉନି। ଫୋନ୍ କଲାବେଳକୁ ଫୋନ୍ ଉଠଉନି କି ମୋ ଦୁଃଖ କିଛି ଆଜ୍ଞା ବୁଝୁନାହିଁ। ଏବେ ଆଜ୍ଞା ସାର୍ ଭଉଣୀ ଘରେ ରହୁଛି ଆଉ। ହଁ, ମାଟି ଘର ସହଙ୍ଗା, ତାଙ୍କ ଘର ସହଙ୍ଗା। ମୁଁ ସହଙ୍ଗାରେ ରହୁଛି, ରଗଡ଼ରେ ଘର ନାହିଁ ବୋଲି ରହିପାରୁନି ଆଉ। ଆଜ୍ଞା, ସରକାର କହିଥିଲେ, ନବୀନ ବାବୁ ସରକାର ଯିଏ ଥିଲା ଆମର ନବୀନ ସରକାର, ସେ କହିଥିଲେ ଆଜ୍ଞା ତମକୁ ଜାଗା ଦିଆହେଲା, ସାଙ୍ଗେ ସାଙ୍ଗେ ଘର ଦିଆଯିବ। ତା କିଛି ଦିନ ପରେ ଇଲେକ୍ସନ୍ ହେଲା, ସାର୍ ତ ଆଉ ରହିଲେନି। ଏବେ ନୂଆ ସରକାର ଆମର ଆସିଲା, ଡବଲ ଇଞ୍ଜିନ୍ ସରକାର। ଦେଖିଲା ମୁଁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଉନି ଆଜ୍ଞା। ମୁଁ ଦାବି କରୁଛି ଏତିକି ଯେ ସାର୍ ମାନଙ୍କୁ, କଲେକ୍ଟର ବାବୁଙ୍କୁ ମଧ୍ୟ ଦାବି କରୁଛି, ତୁରନ୍ତ ମୋର ଖଣ୍ଡେ ଘର ବାସଗୃହ ଦରକାର। ତୁରନ୍ତ ମୋତେ ଯଦି ଦେବେ ଦୟାକରି ମୁଁ ଚିର ଉପକୃତ ହେବି। କଲେକ୍ଟର ଅଫିସକୁ ଆସିଛି, କଲେକ୍ଟର କତିକି ଆସିଛି ଅନୁରୋଧ କରିବାକୁ ମୋତେ ଘର ଖଣ୍ଡେ ଦିଅ। ଆଉ ମୁଁ ସେଇ ଘର ଖଣ୍ଡରେ ଜୀବନ କାଟିନି। ମୋର ଛୋଟ ମୋଟ ଲୋକ କେହି ନାହାନ୍ତି। ଅନ୍ତର୍ଜ ଚାଉଳ ମୁଁ ଗଣ୍ଡିଏ ପାଉଛି, ଆଉ ଭର୍ତ୍ତା ଟଙ୍କାଟି ପାଉଛି। ଘର ଖଣ୍ଡିଏ ନାହିଁ, ପଲା ମାରିକି ରହିଛି। ସେ ପଲାରେ ଜରି ଟାଙ୍ଗିଛି, ସେ ଜରି ଯେଉଁ ବହୁତ କାଟୁଛି, ଖରାକୁ ରହିପାରୁନି। ଆଉ ମୋତେ ଘର ଖଣ୍ଡେ ଦେଲେ ମୁଁ ସେ ଘରେ ରହିବି। ଆଉ ପାଣି ଅଭାବକୁ ଆଡ଼େ ଘର ନାହିଁ ମୋର। ମୁଁ ଛୋଟେ ଚାଲୁଛି ଆସିକି ହେଲାଣି ମୋତେ କେତେ 8 ବର୍ଷ କତରୁ ମୁଁ ଛୋଟ ହେଇଗଲିଣି। ଆଉ କେହି ନାହାନ୍ତି, ମୋର କେହି ନାହାନ୍ତି। ଏଇଟା ଆଗକୁ ଚାଲିଲା ବେଳକୁ କେହି ନାହାନ୍ତି, କି ପଛକୁ ଚାଲିଲା ବେଳକୁ କେହି ନାହାନ୍ତି। ଏକୁଟିଆ କୁଆଡ଼େ ମେଘ ବର୍ଷାରେ ଖଣ୍ଡିଆ ପଲାରେ ଧରିକି ଯିବି ଆଣ୍ଟିକା। ମୋତେ ଘର ଖଣ୍ଡେ ଦେଲେ ବାବୁ ଚଳିବି। ଏବେ ମୁଁ ତାଙ୍କୁ ସାକ୍ଷାତ କଲି, ବାହାରେ ସବୁ ଦେଖି ତାଙ୍କୁ ସାକ୍ଷାତ କଲି। ତାଙ୍କଠୁ ମୁଁ ଦରଖାସ୍ତ ଗ୍ରହଣ କରି ଆମେ ଆମ ସରକାରୀ ସ୍କିମ୍ରେ ତାଙ୍କୁ କେମିତି ଯଥାଶୀଘ୍ର ଗୃହ ଯୋଗାଇ ଦିଆଯାଇପାରିବ ସେଥିପାଇଁ ବ୍ୟବସ୍ଥା କରିବୁ।